ପାଖରେ ଅନେକ ଛୋଟ ବଡ଼ ଷ୍ଟାଫ୍ ମାନେ ବସିଥାନ୍ତି ଆଉ ସେମାନଙ୍କର ମିଟିଂ ଆଟେଣ୍ଡ କରୁଥାନ୍ତି କାଳନ୍ଦୀ ବାବୁ। ହଠାତ୍ ଏହି ସମୟ ଭିତରେ ଫୋନ୍ଟା ବାଜିବାକୁ ଲାଗିଲା। ସମସ୍ତଙ୍କର ଦୃଷ୍ଟି ସିଆଡ଼କୁ ଆସିଲା ଆଉ କାଳନ୍ଦୀ ବାବୁ ମଧ୍ୟ ଡିଷ୍ଟର୍ବ ହୋଇଗଲେ ସେଦିନ। ମନେ ମନେ ଭାରି ଗାଳି ଦେଲେ, କେଡ଼େ ଅଭଦ୍ର ଲୋକଟା ମୁଁ, ସମୟ ଜ୍ଞାନ ଟିକେ ଜଣା ନାହିଁ, କେତେବେଳେ କାହାକୁ ଫୋନ୍ କରନ୍ତି ତାହା ବି ଜାଣିନି। ହଉ, ମିଟିଂଟା ସରୁ ତା କଥା ବୁଝୁଛି। ଯାହା ବି ହଉ, ମିଟିଂଟା ଭଲରେ ଭଲରେ ସରିଗଲା। ଏଥର କାଳନ୍ଦୀ ବାବୁ ଦେଖନ୍ତି ତ ଗୋଟେ ଅଜଣା ନମ୍ବରରୁ ଫୋନ୍ ଆସିଛି। ତୁରନ୍ତ ଫୋନ୍ କଲେ ଆଉ ଫୋନ୍ କଲ୍ ଯେତେବେଳେ ରିସିଭ୍ ହେଇଛି ଜବାବରେ ଆସିଲା ହୁ ଆର୍ ୟୁ। କେଇ ପଦ ଇଂଲିଶ କଥା, କିନ୍ତୁ ଲୋକଟି ଅତି ବିନମ୍ର ସହ କହୁଥାଏ, କାଳିଆରେ ତୋରି ମା ଫୋନ୍ କରିଥିଲା। ଭାରି ବ୍ୟସ୍ତ ହୋଇପଡ଼ିଲା ସେ ତୋ ସହିତ କଥା ହେବା ପାଇଁ। କାହିଁ କେତେ ଦିନ ହେବ ତୋତେ ଦେଖିନି ସେ। କିନ୍ତୁ ଏହି କି ପଦ କଥା ଶୁଣି କାଳନ୍ଦୀ ବାବୁଙ୍କ ଉପରେ କିଛି ବି ଫରକ ପଡ଼ିଲାନି। ସେ ଆହୁରି କହୁଥାନ୍ତି, ହଁ ଯେ ହେଲେ ଏଇଟା କ'ଣ ଫୋନ୍ କରିବା ସମୟ? ମୁଁ ଜାଣିନି ସେ କଥା। ମାଉସୀର ମନ ହେଲା ଆଉ ମୁଁ ଫୋନ୍ କରିଦେଲି। ଏଥର ତୁ ବୁଝ। ହଉ, କେତେବେଳେ ମା ଆସିବ ମୁଁ କ'ଣ କହିପାରିବି? ପୁଣି କେତେବେଳେ ମନ ହେବ? ଏପଟେ ସୁଇପରଟା ଆସି କହୁଥାଏ ତାର ଇଂଲିଶ ଭାଷାରେ, ସାର୍ ସବୁ କାମ ସାରି ଦେଇଛି। ଗାଡ଼ି ପାଖରେ ମ୍ୟାଡ଼ାମ୍ ଅପେକ୍ଷା କରିଛନ୍ତି। ତାଙ୍କର ମାର୍କେଟ ଯିବା ଟାଇମ୍ ହୋଇଗଲାଣି। ହଉ ତୁ ଚାଲ, ମୁଁ ଆସୁଛି। ମାଆକୁ ବା ମନେ ରଖିଛି କିଏ? ମା କଥା ପାଶୋରି ଗଲେ ସେଦିନ କାଳନ୍ଦୀ ବାବୁ। ବିଦେଶର ଚାଲିଚଳଣି, ଆଚାର ବ୍ୟବହାର ଆଉ ସଂସ୍କାର ସବୁକିଛି ପାଶୋରି ଦେଇଛି ସେ ଦୁଃଖିନୀ ମାଆଟିକୁ। ଆଉ ମନେ ରଖିନାହାନ୍ତି କାଳନ୍ଦୀ ବାବୁ ତାଙ୍କ ମାଆଙ୍କୁ। ସତରେ ଦୁଃଖିନୀ ମାଆଟି ଗାଁରେ ଯେ କେମିତି ରହୁଥିବ, କେତେ କଷ୍ଟରେ ରହୁଥିବ, ସେ କଥାକୁ ବି ପାଶୋରି ଦେଇଛନ୍ତି କାଳନ୍ଦୀ ବାବୁ। ଆଉ ମନେ ରଖିନାହାନ୍ତି ସେଇ ପଖାଳ ଭାତ ଶାଗ ଭଜାକୁ। ନା ତାଙ୍କର ମନେ ଅଛି ମାଟି ଝାଟିର ଝୁମ୍ପୁଡ଼ି ଘର। ନା ମନେ ରଖିଛନ୍ତି ସେ ମଳିମୁଣ୍ଡିଆଣୀ ମାଆକୁ। ସତରେ କେତେ କଷ୍ଟରେ ମାଉସୀ ମଣିଷ କରିଥିଲା ପୁଅଟାକୁ। ଏମିତି ଯେ ଭୁଲିଯିବ କେହି କେବେ ବିଶ୍ୱାସ କରିପାରିଲେନି ସେଦିନ। ଆଜକୁ 30 ବର୍ଷ ତଳେ ମଉସା ମାଉସୀର ହାତ ଛାଡ଼ି ଆର ପାରିରେ, କୋଳରେ 4-5 ମାସର ଶିଶୁ। ତାକୁ ଧରି କେମିତି ଯେ ମାଆଟି ଏ ଦୁନିଆରେ ଚଳିବ, ସତରେ ଯେମିତି ଆକାଶଟା ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ପରି ଲାଗିଲା। ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ତଥାପି ମାଆଟି ତା ପୁଅକୁ ମଣିଷ କରିବା ପାଇଁ କେବେ ଆଶା ହରେଇନି, କେବେ ସାହସ ହରେଇନି। ସ୍ୱାମୀ ଯେଉଁଦିନ ଚାଲିଗଲେ ସେ ଭରସା ଦେଇ କହିଲେ, ବୁଝିଲୁ, ଯେତେ ବି କଷ୍ଟ ଆସୁ ମୋ ପୁଅକୁ ମଣିଷ କରିବୁ, ଦୁନିଆ ଦେଖେଇବୁ। ମୋ ମହାପ୍ରଭୁଙ୍କ ଉପରେ ଭରସା କରିଥା, ଦେଖିବୁ ସେ ଦିନ ଦିନେ ସବୁକିଛି ଠିକ୍ କରିଦେବ। କେବଳ ସ୍ୱାମୀଙ୍କର ସେଇ କେଇ ପଦ କଥା, ମୋ କାଳିଆ ସାଆନ୍ତଙ୍କ ପ୍ରତି ଥିବା ଅତୁଟ ଭଲ ପାଇବା ଆଉ ବିଶ୍ୱାସ ପାଇଁ ମାଉସୀ ଅଣ୍ଟା ଭିଡ଼ିଥିଲା ସେଦିନ ତା ଛୁଆଟାକୁ ମଣିଷ କରିବା ପାଇଁ। ହଁ, କେବେ କେବେ କାହା ଘରେ ବାସନ ମାଜିଛି, କେଉଁ ହୋଟେଲରେ ଯାଇ ପ୍ଲେଟ୍ ଧୋଇଛି, ଆଉ ପୁଣି କାହା ଘରେ ଝାଡ଼ୁ ମାରିଛି। ସେଇଥିରୁ ଯାହା 2 ପଇସା ଆସେ ସେଇଥିରେ ନିଜେ ଖାଏ ଆଉ ଛୁଆଟାକୁ ମଣିଷ କରାଏ। ଆଖିରେ କିନ୍ତୁ ଆଖିଏ ସ୍ୱପ୍ନ ରଖିଥାଏ ମୋ ଛୁଆ ଦିନେ ବଡ଼ ମଣିଷଟିଏ ହେବ। ଏପଟେ ଛୁଆଟା ବି, ମାନେ କାଳନ୍ଦୀ ବାବୁ, ମୁଁ କଷ୍ଟ ଦୁଃଖରେ ପାଠ ପଢ଼ୁଥାନ୍ତି। ମାଆର ଦୁଃଖ କଷ୍ଟକୁ ଆଖି ଆଗରେ ରଖି ମନ ଦେଇ ଭାରି ପରିଶ୍ରମ କଲେ। ଆଉ ମହାପ୍ରଭୁ ଡାକ ବି ଶୁଣିଲେ। ନିଜର ପରିଶ୍ରମ ଆଉ ନିଜର ଆତ୍ମବିଶ୍ୱାସ ତା ଆଗରେ ସବୁକିଛି ତୁଚ୍ଛ ପଡ଼ିଗଲା। ଶେଷରେ ଭଲ ଚାକିରିଟିଏ ମଧ୍ୟ ଆସିଲା, ପୁଣି ବିଦେଶରୁ। ଏ କଥା ଶୁଣି ମା ଭାରି ଖୁସି ହେଇଗଲା ସେଦିନ। କିନ୍ତୁ ଦୁଃଖ ମଧ୍ୟ କରୁଥାଏ କି ପୁଅଟା ଆଜି ସବୁଦିନ ପାଇଁ ଛାଡ଼ିକି ମୋତେ ବାହାରକୁ ଚାଲିଯିବ, ପୁଣି ଯାଇ କେବେ ଆସିବ। ପୁଅ କିନ୍ତୁ ବୋଧ ଦେଇ କହୁଥାଏ, ମା ମୁଁ ପରା ତୋରି ପୁଅ, ତୁ ମୋତେ ଦୁଃଖ କଷ୍ଟ କରି ବଢ଼େଇଛୁ, ତୋତେ କ'ଣ ମୁଁ ଭୁଲିଯିବି? ସେମିତି ଜମା ବି ନୁହେଁ। ଚାକିରି କରିବି ସତ, ମନଟା କିନ୍ତୁ ତୋରି ପାଖରେ। ଦେଖିବୁ ତୋତେ ମୁଁ ନିତି ଫୋନ୍ କରିବି, ଆମେ ମୋବାଇଲରେ କଥା ହେବା, ଆଉ ଯେବେ ବି ଛୁଟି ମିଳିବ ଧାଇଁ ଆସିବି ତୋ ପାଖକୁ। ପୁଅର ଏଇ କେଇ ପଦ ମିଠା ମିଠା କଥା ମାଆକୁ ଆଉ ଟିକେ ସାହସ ଦେଲା। ମା ମଧ୍ୟ ମନେ ମନେ କହୁଥାଏ, ଶାନ୍ତେ ଡାକ ଶୁଣିଲ, ପୁଅଟାକୁ କୂଳରେ ଲଗେଇଦେଲ, ଆଉ ମୋର କିଛି ଲୋଡ଼ା ନାହିଁ। କାଳନ୍ଦୀ ବାବୁ ଯେତେବେଳେ ବିଦେଶରେ ଆସି ପହଞ୍ଚନ୍ତି, ସବୁକିଛି ଭୁଲି ସାରିଥିଲେ। ସେ ବିଦେଶର ପାଣି ପବନ, ଚାଲିଚଳଣି, ଆଚାର ଆଉ ବ୍ୟବହାରକୁ ଦେଖି ପଖାଳ ଭାତ ଆଉ ଶାଗ ଭଜା କାହିଁ ସାତ ସପନ ହୋଇଗଲା। ଝୁମ୍ପୁଡ଼ି ଘର ବିଦେଶରେ ତ ଦେଖିବା ସ୍ୱପ୍ନ, ଚାରିଆଡ଼ କୋଠା ବାଡ଼ି। ସତରେ ତାରି ଭିତରେ ତାଙ୍କର ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଆଉ ଝିଅଟି ମଧ୍ୟ ଭାରି ଜିଦିଆ ଥିଲା। ଏକା ଜିଦି କରି ବାହା ମଧ୍ୟ ହୋଇଗଲା। ତାପରେ କାଳନ୍ଦୀ ବାବୁ ଚାଲିଲେ ଏଥର।
ସେ ଝିଅଟିର କଥାରେ। ସେ ଉଠ କହିଲେ ଉଠିଲେ, ବସ୍ କହିଲେ ବସିଲେ। ଭାରି ରାଗି ମିଜାଜର ଝିଅଟି। କେତେବେଳେ ଯେ କ'ଣ କହିଯାଏ କାଳଦେବ ଆମକୁ ଭାରି କଷ୍ଟ ହୁଏ। ତଥାପି ସବୁ ସହିଯାଆନ୍ତି। ଆଉ ମା ସହିତ ଧୀରେ ଧୀରେ ନିବିଡ଼ ସମ୍ପର୍କ ଛାଡ଼ ହେବାକୁ ଲାଗିଲା। ମା ସହିତ କଥା ବି ହୋଇପାରନ୍ତିନି କାଳନ୍ଦୀ ବାବୁ। ଝିଅଟି ତାଗିଦ କରି କୁହେ, ମଳିମୁଣ୍ଡିଆ ଲୋକ, ଗାଉଁଲି ଲୋକ, ସେ ପୁଣି ତମ ସହିତ କଥା ହେବେ? ଛାଡ଼ ସେସବୁ ମ। ଆଉ କାଳନ୍ଦୀ ବାବୁ ସ୍ତ୍ରୀ କଥାରେ ପଡ଼ି ସେୟା ହିଁ କରନ୍ତି। ସତରେ ଭାରି ଦୁଃଖ ଲାଗେ ସେ ଦୁଃଖିନୀ ମାଟିର କଥା ଭାବିଲେ। ଜାଣିଛ ମାଟି କେମିତି ବଞ୍ଚେ? ଓଳିଏ ଖାଇଲେ ଓଳିଏ ଉପାସ। ହଁ, ପୁଅ ଆସିବା ଦିନଠାରୁ କେଇ ମାସ ଖଣ୍ଡେ ଟଙ୍କା ପଇସା ପଠାଏ। ସେଇଥିରେ କେତେ ବା ଚଳିବ ବୁଢ଼ୀ? ପୁଅ ତ ଭୁଲି ଯାଇଛି ନା। ଜୋରରେ ପଡ଼ିଲେ ଗାଁ ଲୋକ କିଏ କ'ଣ ଆଣି ଦିଅନ୍ତି, ସେମାନେ ବା କେତେ ଦିନ ଆଣିଦେବେ। ମାଉସୀକୁ ଆଦୌ ଭଲ ଲାଗେନି। ଆଉ କେତେକୁ ସାହାଯ୍ୟ କରିବ ସେ ତାର ସାହାଯ୍ୟର ପାତ୍ର ହେବ। ଯିଏ ପୁଅକୁ ମଣିଷ କରିବା ପାଇଁ ପର ଘରେ ମୂଲ ମଜୁରୀ ଲାଗିଛି, ସିଏ ପୁଣି ସାହାଯ୍ୟ ଖୋଜିବ? ନା, ବିଲକୁଲ ନୁହେଁ। କିନ୍ତୁ ଗାଁ ଲୋକମାନେ ବୁଢ଼ୀର ଦୁଃଖକୁ ସହିପାରନ୍ତିନି। ବୁଢ଼ୀ କିନ୍ତୁ ଆଶା ରଖିଥାଏ, ମୋ କାଳିଆ ଫେରିବ, ଦେଖିବ। ତମେ ସମସ୍ତେ ଯେଉଁ ମୋ ପୁଅକୁ ଥଟ୍ଟା ପରିହାସ କରୁଛ, ସେ ମୋତେ ଭୁଲି ଯାଇଛି ଆଉ ପଚାରିବନି ବୋଲି ତମରି ସାମ୍ନାରେ ସେ ମୋତେ ମା ବୋଲି ଡାକିବ, ଆଉ ମୋତେ ତା ସାଙ୍ଗରେ ବିଦେଶ ନେଇଯିବ। ମୁଁ ଆଉ ତମ ପାଖରେ ରହିବିନି। ଭାରି କଷ୍ଟ ଲାଗୁଛି ଏଠି। ମା ଏମିତି କେତେ କ'ଣ କଥା କହି ଗାଁ ଲୋକଙ୍କର ମୁହଁ ବନ୍ଦ କରିଦିଏ। ହେଲେ ଗାଁ ଲୋକ ବା କୋଉଠୁ ବୁଝିବେ? ସେମାନେ ତ ଜାଣି ଛାଡ଼ିଛନ୍ତି କାଳିଆ କାଳନ୍ଦୀ ବାବୁ ହୋଇସାରିଲାଣି ବିଦେଶରେ। ସେ ଆଉ ଫେରିବ ନା ବୁଢ଼ୀକୁ ସାଙ୍ଗରେ ନେବ? ସେଦିନ ରାତି ପାଖାପାଖି 7ଟା କି 8ଟା ହେବ। ମାଉସୀର ଦେହରେ ଭୀଷଣ ଜ୍ୱର ଥାଏ। ଆଉ ସେଦିନ ମନେ ପଡ଼ୁଥାନ୍ତି ସେଇ ମଉସା, ଯିଏ ଅଧା ବାଟରେ ହାତ ଛାଡ଼ି ଦେଇ ଆରପାରିକୁ ଚାଲି ଯାଇଥିଲେ। ସତରେ ତମେ ଯେତେବେଳେ ପାଖରେ ଥିଲ ନା, ଭାରି ଖୁସି ଲାଗେ। ପାଖରେ ଟଙ୍କା ପଇସା ନଥାଏ ସତ, କିନ୍ତୁ ଯେମିତି ଲାଗେ ମୁଁ କୁବେର ସମାନ। ମୋ ପାଖରେ ସବୁ କିଛି ଅଛି। ଆଉ ତମେ କେତେ ଭଲ ପାଅ ମୋତେ। ତମ ସହିତ କେତେ ଶ୍ରୀକ୍ଷେତ୍ର ଯାଇଛି, ମହାପ୍ରଭୁଙ୍କୁ ଦର୍ଶନ କରିଛି। ତମେ ଗଲା ପରେ ନା ସେ ସୌଭାଗ୍ୟ ବି ହରାଇ ବସିଲି। ଆଉ ପୁଅଟାକୁ ମଣିଷ କରିବା ପାଇଁ କେତେ ଦୁଃଖ କଷ୍ଟ କଲି। ଶେଷରେ ସେ ବି ମୋତେ ଭୁଲିଗଲା। କ'ଣ ଆଉ କରିବି? ଏଡ଼େ ବଡ଼ ଦୁନିଆରେ ନିଜର ବୋଲି କେହି ନାହାନ୍ତି। ଏମିତି ପୁଅ ଆଉ ସ୍ୱାମୀଙ୍କ କଥାକୁ ମନେ ପକାଇ ମାଉସୀ ଭେଁ ଭେଁ କାନ୍ଦୁଥାଏ। ମନେ ପଡ଼ିଗଲା ଯେଉଁଦିନ ଶେଷ ଥର ପାଇଁ ଶ୍ରୀକ୍ଷେତ୍ର ଯାଇଥିଲେ ମଉସା ସେ ମହାପ୍ରଭୁଙ୍କର ଫଟୋଟିଏ କିଣି ଦେଇଥିଲେ। ସେଇ ଭଙ୍ଗା ଆଟାଜିଟା ଭିତରେ ସାଇତି ରଖିଥିଲା ବୁଢ଼ୀ ମାଉସୀଟି। ଅଣ୍ଡାଳି ଅଣ୍ଡାଳି ଫଟୋଟିକୁ ଆଣି ଧରିଲା। କାଳିଆରେ, ତୁ କ'ଣ ଦେଖିପାରୁନୁ ମୋ ଦୁଃଖକୁ? ଯେଉଁଦିନ ଛୁଆଟା ମୋର ଜନ୍ମ ହୋଇଥିଲା, ତୋରି ନାଁରେ ତା ନାଁ ବି କାଳିଆ ରଖିଥିଲି, କେଡ଼େ ଶ୍ରଦ୍ଧାରେ। ଦେଖୁଛୁ ତ ଭୁଲି ଯାଇଛି ରେ ସେ ମୋତେ। ଆଉ ଜାଣିଛୁ ସେ ମୋତେ ବୋଧ ଦେଇ କହିଯାଇଥିଲେ, ଏ ଦୁନିଆର ଭିଡ଼ ଭିତରେ ସମସ୍ତେ ସ୍ୱାର୍ଥ ରଖି ସମ୍ପର୍କ ରଖନ୍ତି, କି କେତେବେଳେ ଭୁଲିଯାଏ ଜଣା ବି ପଡ଼େନି। ତୁ କୁଆଡ଼େ ନିଃସ୍ୱାର୍ଥପର। ତୋ ଭଲ ପାଇବା ଅତୁଟ, ତୋର ସ୍ନେହ ଆଉ ଶ୍ରଦ୍ଧା ବି ଅତୁଟ। ତୁ କୁଆଡ଼େ ସମସ୍ତଙ୍କୁ ଆପଣେଇ ନେଉ। ସତରେ କ'ଣ ତୁ ମୋତେ ମନେ ରଖିଛୁ? ମହାପ୍ରଭୁଙ୍କ ଫଟୋକୁ ଧରି ଯେତେବେଳେ ମାଉସୀଟା ସେଦିନ ଏତେ ସବୁ କଥା କହିଛି, ଆଖିର ଲୁହରେ ଫଟୋଟା ଭିଜି ସାରିଥାଏ। ତାର ସେ ପଣ ଦୋକାନୀରେ ପୋଛି ଦେଉଥାଏ ସେଇ ଲୁହକୁ। ମାଉସୀର ଆଖିକୁ ଭଲସେ ବି ଆଉ ଦିଶୁନଥାଏ। ବାଡ଼ି କବାଟ କେହି ଜଣେ ଠକ୍ ଠକ୍ କଲା। ଅଣ୍ଡାଳି ଅଣ୍ଡାଳି ଡେରିରେ ହଉ ପଛେ କବାଟଟାକୁ ଖୋଲିଲା ମାଉସୀ। କିଏ ରେ ପୁଅ? ଏତେ ରାତିରେ ପୁଣି କିଏ? ବାହାରୁ କେହି ଜଣେ ପୁଅ ପିଲାର ପାଟି ଶୁଭିଲା, ମୁଁ କାଳିଆ। ଯେତେବେଳେ କାଳିଆ ନାଁଟା ମାଉସୀ ଶୁଣିଛି, ତାର ଛାତି କୁଣ୍ଡେ ମୋଟ। ଖୁସିରେ ପାଗଳି ପରିକା ହୋଇଗଲା। କାଳିଆ? ମୁଁ କାଳିଆ ସତରେ ଫେରିଛି? ହେଲେ ଏତେ ଦିନ ହେଲା କାହିଁ କଥା ହେଉନଥିଲୁ ମୋ ସାଙ୍ଗରେ? କୁଆଡ଼େ ଚାଲି ଯାଇଥିଲୁ? ଜାଣିଛୁ ତ ତୁ ଯେବେଠାରୁ ଚାକିରିକୁ ଗଲେଣି, ଗାଁ ଲୋକମାନେ କେତେ ପରିହାସ କରୁଛନ୍ତି, କେତେ ଥଟ୍ଟା କରୁଛନ୍ତି ତୋତେ ନେଇକି। ତୁ କୁଆଡ଼େ ମୋତେ ଆଉ ପଚାରିବୁନି, ତୁ କୁଆଡ଼େ ମୋ ପାଖକୁ ଆଉ ଫେରିବୁନି, ତୁ କୁଆଡ଼େ ମୋତେ ଭୁଲି ଯାଇଛୁ। କାଳିଆ କିନ୍ତୁ ହସି ଦେଇ କହିଲା, ନାଇଁ ମୋ ମା, ସେମିତି ଜମା ନୁହେଁ। ସେମାନେ ଯାହା କୁହନ୍ତୁ ପଛେ, ମୁଁ କିନ୍ତୁ ତୋତେ ଛାଡ଼ି କୁଆଡ଼େ ବି ଯିବିନି। ଦେଖିବୁ ତୋ ପାଖକୁ ନିଇତି ଆସିବି। ଛାଡ଼ ସେସବୁ, ମୋର କିଛି ବି ଦରକାର ନାହିଁ। ତୁ ମୋ ପାଖକୁ ଚାଲି ଆସିଲୁ, ସେତିକି ହିଁ ବଡ଼ କଥା। ଯେହେତୁ ବୁଢ଼ୀ ମାଉସୀର ଆଖିକୁ ଦିଶୁନଥିଲା, ସେ କିଛି ବି ଜାଣିପାରୁନଥିଲା। ପିଲାଟି ଖାଲି ଆସିନି ମୁଁ, ହାତରେ ସେଇ ମାଉସୀ ପାଇଁ କିଛି ଔଷଧ ଆଣିଥିଲା, ଖାଇବା ଜିନିଷ ଢେର କିଛି ଆଣିଥିଲା। ଆଉ ତାର ଗାଡ଼ିରେ ଘିଡ଼ି ଘିଡ଼ି କରି ସେ ଗାଁରେ ଚାଲି ଆସିଥିଲା। ଲୋକମାନେ ବି ଆଶ୍ଚର୍ଯ୍ୟ ହେଇଯାଇଥିଲେ। ବୋଧେ
କେହି ଜଣେ ଦୂର ସମ୍ପର୍କୀୟ ବନ୍ଧୁ ହେଇଥିବ, ତାଙ୍କର ବା କେତେ କ'ଣ ଯାଏ କଥାରେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେବେଠାରୁ ପିଲାଟି ସେଇ ମାଉସୀ ପାଖକୁ ଆସିଛି, ମାଉସୀର ଖୁସି କହିଲେ ନ ସରେ। ତା ଆଖିରୁ ଲୁହ କୁଆଡ଼େ ଉଭେଇ ଯାଇଛି, ଆଉ ତା ମନର ଦୁଃଖ କେବେ ଆଉ ପାଖ ମାଡ଼ିନି। ଘରଟା ଯେମିତି ହସ ଖୁସିରେ ଉଛୁଳି ପଡ଼ୁଛି। ନିତି ସଞ୍ଜ ହେଲେ ମାଉସୀ ନିଜର କାମଧନ୍ଦା ସାରି ଅଣ୍ଡାଳି ଅଣ୍ଡାଳି ବସି ପଡ଼େ ଖଟ ଉପରେ। ତା ପୁଅ ଆସିବ। ହଁ, ପୁଅ କିନ୍ତୁ ସବୁବେଳେ ଆସେନି। ପୁଅ କେବଳ ରାତି 7ଟା କି 8ଟାରେ ଆସେ। ଆଉ କେତେବେଳେ ଯେ ଚାଲିଯାଏ ସେ କଥା ବୁଢ଼ୀ ମାଟି ବି ଜାଣିପାରେନି। ପୁଅ କିନ୍ତୁ କୁହେ, ମା ତୁ ଜମା ବ୍ୟସ୍ତ ହେବୁନୁ ମା, ମୋର ତେଣେ କେତେ କାମ ରହୁଛି, ସବୁ କାମ ସାରି ପୁଣି ମୁଁ ଚାଲି ଆସିବି। ହଁ, ପୁଅଟି ଯେତେବେଳେ ଘରୁ ଯାଏ ନା, ମାଟି ପାଇଁ କେତେ କ'ଣ ଜିନିଷ ସାଇତି ଯାଏ। ମା ତାର ଖାଇବ। ପୁଅ ଆସିଲା ଦିନଠାରୁ ଜରଫର କୁଆଡ଼େ ଯେ ଚାଲିଯାଇଛି, ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଆଉ ବୁଢ଼ୀ ମାଟି ଗାଁ ସାରା ବୁଲି ବୁଲି କୁହେ, ଦେଖୁଛ ତ ମୁଁ କାଳିଆ ଫେରି ଆସିଛି ମୋ ପାଖକୁ। ଲୋକମାନେ କିନ୍ତୁ ଦେଖି ବୁଢ଼ୀକୁ ଭାବନ୍ତି ବୁଢ଼ୀ ପାଗଳି ହୋଇଯାଇଛି। କାହାକୁ କାଳିଆ ବୋଲି କହୁଛି? ସେ କ'ଣ ତା ପୁଅ? ଆମେ କ'ଣ ତାକୁ ଦେଖିନୁ ନା ଜାଣିନୁ? ସେ ଜଣେ ତ ଅଜଣା ଲୋକ। ଏପଟେ ବୁଢ଼ୀର ଦିନେ ସେ କାଳିଆ ସାଆନ୍ତଙ୍କ କଥା ମନେ ପଡ଼ିଛି। ବୁଢ଼ୀ ପୁଣି ତାର ସେ ଆଟାଚିଟାକୁ ଖୋଲି କାଳିଆ ସାଆନ୍ତଙ୍କୁ ଧରି କଇଁ କଇଁ ହୋଇ କାନ୍ଦିକି କହୁଥାଏ, ଦେଖୁଛୁ ତ ସେଦିନ ତୋତେ ମୁଣ୍ଡ ବାଡ଼େଇ କେତେ କହିଛି, ଆଉ ତାଙ୍କ କଥା ମନେ ପକେଇ ଭେଁ ଭେଁ କାନ୍ଦିଥିଲି। ସେ ବି କହିଥିଲେ ତୁ କୁଆଡ଼େ ସବୁ ପରିବର୍ତ୍ତନ କରିଦେଉ, ଦୁଃଖ ଫେଡ଼ି ଖୁସି ଦେଉ, ତୁ କେବେ ହାତ ଛାଡ଼ୁନୁ ଅଧାରେ। ସେ କହିକି ଯାଇଥିଲେ ପରା। ସେଦିନ ତ ତୁ କିଛି ବି ଶୁଣିଲୁନି। ଆଉ ଦେଖୁଛୁ ତ ମୋ ପୁଅ କିନ୍ତୁ ମୋ ଦୁଃଖ ସହିପାରିଲାନି। ସେ ଧାଇଁ ଆସିଛି ମୋ ପାଖକୁ। ଆଉ ମୋର କିଛି ଲୋଡ଼ା ନାହିଁ। ଠାକୁରଙ୍କୁ ଏତକ କହି ସେ ଆଟାଜି ଭିତରେ ପୁଣି ବନ୍ଦ କରିଦେଲା। ଏଣିକି ହସ ଖୁସିରେ ମାଉସୀର ଜୀବନ କାଳ ବିତି ଚାଲିଲା। ସମୟ ଆସିଲା, ମାଉସୀ ବୃଦ୍ଧରେ ପରିଣତ ହେଲା, ଆଉ ନିଜର ଶେଷ ନିଶ୍ୱାସ ମଧ୍ୟ ଛାଡ଼ିଲା। ପୁଅ ପାଖକୁ ଫୋନ୍ ବି କଲା। ପୁଅ ଫୋନ୍ ବି ରିସିଭ୍ କଲା। ଆସିବା ପାଇଁ ତର ହେଲାନି ତାକୁ। କିନ୍ତୁ କାଳିଆ କେବେ ଅପେକ୍ଷା କଲାନି କାହାକୁ। ତାରି ନିଜ ହାତରେ ଗାଁ ଲୋକମାନଙ୍କ ସାହାଯ୍ୟରେ ବୁଢ଼ୀର ଶେଷ କାମ ସାରିଦେଲା। ଲୋକମାନେ ମଝିରେ ମଝିରେ ପଚାରନ୍ତି, କିରେ ବାପା, ଏ ବୁଢ଼ୀ ମାଟି ପାଇଁ ତୋର ଏତେ ଦରଦ କାହିଁକି? କାଳିଆ ହସିକି କୁହେ, ମୁଁ ବି ତାର ଜଣେ ପୁଅ। ଗାଁ ଲୋକଙ୍କୁ ଏଇ କେଇ ପଦ କଥା ଭାରି ଭଲ ଲାଗେ। ଯାହା ବି ହଉ, ସବୁ କାମ ସରିଗଲା। ଏଣିକି କାଳିଆ ଆଉ ସେ ଘରକୁ ଆସିଲାନି। କିନ୍ତୁ ଖବର ପାଇ ଏପଟେ ପହଞ୍ଚିଛନ୍ତି କାଳନ୍ଦୀ ବାବୁ, ଆଉ ସାଙ୍ଗରେ ସ୍ତ୍ରୀ ଆସିଛି, ଛୋଟ ପୁଅ ମଧ୍ୟ ଆସିଛି। ଗାଁରେ ଯେତେବେଳେ ପାଦ ଦେଇଛନ୍ତି, ଲୋକମାନେ ସବୁ କହି ପକେଇଲେ, କିରେ କେମିତିକା ପୁଅ ତୁ? ମାଟା ମରିଗଲା, ତୋତେ ଝୁରି ଝୁରିକା କାହିଁ ଦିନେ ତ ଦେଖିବାକୁ ଆସିଲୁନି, ଏବେ କ'ଣ ପାଇଁ ଆସିଛୁ? ଗାଁ ଲୋକମାନଙ୍କ ଗାଳିଗୁଲଜ ଖରାପ ଲାଗିଲେ ବି ସବୁ ସହିବାକୁ ପଡ଼ିଲା ସେଦିନ। ଯିଏ ଭୁଲ କରିଛି ସେ ମୁଣ୍ଡପାତି ସହିବନି ବା କେମିତି? ସତରେ ସେ ଦୁଃଖିନୀ ମାଟି ପ୍ରତି ଏମିତି ଅବହେଳା କାହାରିକୁ ବା ଦୁଃଖ ନ ଦେବ। କିନ୍ତୁ ବାବୁଙ୍କୁ ସେଦିନ ଆଶ୍ଚର୍ଯ୍ୟ ଲାଗିଲା, କିଏ ସେ କାଳିଆ ଯିଏ ମୋ ମାଆର ଦେଖାଶୁଣା କରୁଥିଲା, ଭଲ ମନ୍ଦ ବୁଝୁଥିଲା? ତାକୁ ଥରୁଟିଏ ଯାଇ ଦେଖି ଆସିଲେ ହୁଅନ୍ତାନି? ମନ କଥା ମନରେ ଥାଏ। ଏଥର ପାଦ ରଖିଲେ ସେଇ ଚାଳ ଛାଉଣି ଘରେ। ସତରେ ଘରଟା ଯେମିତି କେମିତି କେମିତି ଲାଗୁଥାଏ। ମା ନଥାଏ ସତ, ଘରଟା ଅଜବ ଲାଗୁଥାଏ। ମାଆର ଫଟୋ ପାଖରେ ଚିଠିଟିଏ ଥାଏ। ସେ ଚିଠିକୁ ପଢ଼ିକି ବୋହେ କାନ୍ଦିଲେ ସେଦିନ ବାବୁ। ଚିଠି ସେମିତି କିଛି ଲେଖା ନଥିଲା। ସେ ଚିଠିଟା ନୁହେଁ ତ, ସେ ଚିଠିଟା ଥିଲା ସେଇ ଯେଉଁ ଜାଗାଟା, ସେ ଜାଗାର କାଗଜପତ୍ର। ମା ସବୁକିଛି ସେଇ କାଳନ୍ଦୀ ବାବୁଙ୍କ ନାଁରେ କରିଯାଇଛି। ଆଉ ପାଖରେ ମହାପ୍ରଭୁଙ୍କର ଫଟୋଟିଏ ମଧ୍ୟ ଅଛି। ମାଆର ସେଇ ଫଟୋ ପାଖରେ ପୂର୍ବ କଥାକୁ ମନେ ପକାଇ ବହେ କାନ୍ଦିଲେ ସେଦିନ ବାବୁ। କିନ୍ତୁ କିଛି ବି ଫରକ ପଡ଼ିଲାନି। କାହିଁକି ନା ଶୁଣିଲା ବେଲା ତ ଆର ପାରିରେ। କ'ଣ ବା ଆଉ କରିବେ? ଗାଁ ଲୋକମାନେ ସବୁ କଥା ଗୋଟି ଗୋଟି କରି କହୁଥାନ୍ତି। ବୁଝିଲ, ନିତି ଆସି ପିଲାଟା ଆଉ ସାଇ ବାଟ ଦେଇ ଗାଡ଼ିଟାକୁ ଘିଡ଼ି ଘିଡ଼ି କରି ଆସେ। ହାତରେ କେତେ କ'ଣ ଜିନିଷ ନେଇକି ଆସେ ମାଉସୀ ପାଇଁ। ହାତରେ ନ ଖୋଲିଲା ପର୍ଯ୍ୟନ୍ତ କୁଆଡ଼େ ବି ଯାଏନି ସେ। ଯେତେବେଳେ ଏତେ ସବୁ କଥା ଶୁଣନ୍ତି, ବାବୁଙ୍କର ଆଖିରୁ ମଧ୍ୟ ଲୁହ ଆସିଗଲା। କିଏ ସେ ପିଲା? କାହିଁକି ତାର ଏତେ ଦରଦ ମୋ ମା ପାଇଁ? କିନ୍ତୁ ପିଲାଟି ଯେତେବେଳେ ଶେଷ ଥର ପାଇଁ ଆସିଥିଲା, ସେ ତାର ଠିକଣା ଛାଡ଼ି ଦେଇ ଯାଇଥିଲା। ସେ ଠିକଣାରେ ବିଶେଷ କିଛି ଲେଖା ନଥିଲା। ସେ ମାଟିର ଫଟୋ ପାଖରେ ସେ ଠିକଣାରେ କେବଳ ଲେଖା ଥିଲା ସେ ମହାପ୍ରଭୁଙ୍କର ନାଁ। କାଳନ୍ଦୀ ବାବୁ ସବୁ ବୁଝିପାରିଥିଲେ ଏଥର। ମହାପ୍ରଭୁ ସତରେ
ବାପା ବୋଉ ଭାରି ଭଲ ପାଆନ୍ତି ତାଙ୍କୁ। ସେଇ ମହାପ୍ରଭୁଙ୍କ ଉପରେ ବିଶ୍ୱାସ କରି ତାଙ୍କରି ଉପରେ ଭରସା ରଖି ବୋଉ କେତେ ପରିଶ୍ରମ କରେ, ଯାହାଫଳରେ ଚାକିରିଟିଏ କରିଥିଲି ମୁଁ। ସତରେ କେତେ ଅବହେଳା କରିଛି ମୁଁ ବୋଉ ପ୍ରତି। ମଣିମା କ୍ଷମା କରିଦେବ ମୋତେ। କିନ୍ତୁ କାନ୍ଦିଲା ବେଳକୁ ଆଉ କିଛି ବି ନଥିଲା। ପୁଣି ସେ ଗାଁ ଲୋକମାନଙ୍କର ତାଚ୍ଛଲ୍ୟ କଥା, କଟୁ କଥା ଆଉ ଦେହରେ ଗଲାନି। ଭଲ ଲାଗିଲାନି ସେଦିନ। ମନେ ମନେ ସ୍ଥିର କଲେ ବିଦେଶ ଚାଲିଯିବି। ନିଜକୁ ପ୍ରଶ୍ନଟିଏ ପଚାରିଥିଲେ ସେଦିନ ବାବୁ, କି ମାଆର ସ୍ନେହ ଆଗରେ ସତରେ କ'ଣ ମୋ ଚାକିରିଟା ବଡ଼? ଆଉ ମୁଁ ବାନ୍ଧିଥିବା ସମ୍ପର୍କଟା ମାଆର ସେ ଭଲ ପାଇବା ଠାରୁ କ'ଣ ଏତେ ବଡ଼? ଯାହାଫଳରେ ମାଆଟି ଶେଷ ନିଶ୍ୱାସ ଛାଡ଼ିଲା ପଛେ ତାକୁ ମୁଁ ଦେଖିବା ପାଇଁ ଆସିପାରିଲିନି। ହାୟରେ ବିଧାତା, କେଡ଼େ କୁଳାଙ୍ଗାର ପୁଅଟା ମୁଁ। କିନ୍ତୁ ମହାପ୍ରଭୁ କାଳିଆ ଶାନ୍ତ, ତାଙ୍କ କର୍ତ୍ତବ୍ୟରେ କେବେ ହେଲେ ବି ଅବହେଳା କରିନାହାନ୍ତି। ସେଦିନ ସହିପାରିନଥିଲେ ସେ ଦୁଃଖିନୀ ମାଟିର ଦୁଃଖକୁ, ସହିପାରିନଥିଲେ ତାର ସେ କୋହଭରା କାନ୍ଦକୁ। କେବଳ ତାରି ପାଇଁ ତାରି ପୁଅ କାଳିଆ ହୋଇ ପାଖକୁ ଚାଲି ଆସିଥିଲେ। ଗାଁ ଲୋକମାନଙ୍କ ନିନ୍ଦା ଅପବାଦକୁ ସହିପାରିନଥିଲେ ସାଆନ୍ତେ। ମଣିମା ମାଟିର ସେବା କରିଥିଲେ ଆସି। ସତରେ ବୁଢ଼ୀ ମାଟି ଭକ୍ତିରେ ଡାକିଥିଲା, ଶ୍ରଦ୍ଧା କରିଥିଲା, ତାର ଆତ୍ମବିଶ୍ୱାସ ଥିଲା ସେ ମହାପ୍ରଭୁଙ୍କ ପ୍ରତି। ହଁ, ଛୋଟ କାହାଣୀଟି ହେଲେ ବି ଆପଣମାନଙ୍କୁ ଏତିକି କହିବି ଶେଷରେ, ଆପଣମାନେ ଯେଡ଼େ ବଡ଼ ପଦପଦବୀର ଅଧିକାରୀ ହୁଅନ୍ତୁ ପଛେ, ଯେଡ଼େ ବଡ଼ ଚାକିରିର ଅଧିକାରୀ ହୁଅନ୍ତୁ ପଛେ, କେବେ ହେଲେ ବି ଅବହେଳା କରିବେନି, କେବେ ଅଣଦେଖା କରିବେନି ସେଇ ଲୋକମାନଙ୍କୁ ଯାହାଙ୍କର ଆପଣଙ୍କ ସଫଳତା ପଛରେ ହାତ ଥାଏ। ସତରେ ଭୁଲିଗଲେ ନା ଭାରି ଦୁଃଖ ଲାଗିବ। କହିପାରିବେନି ସେ କାହାକୁ, ଗୁମୁରି ଗୁମୁରି କାନ୍ଦିବେ। ନହେଲେ ଶେଷରେ ଭାବିଲା ବେଳକୁ ଆଉ କିଛି ବି ନଥିବ, ସବୁ ସରିଯାଇଥିବ। ଏଇ ଯେମିତି ବାବୁ ଶେଷରେ କହିଲେ, କେଡ଼େ କୁଳାଙ୍ଗାର ଟାଇମ୍, କେଡ଼େ ହତଭାଗା ଟାଇମ୍। ମୋ ଦ୍ୱାରା କିଛି ବି ହେଇପାରିଲାନି। ନା ମାଆକୁ ଖୁସିରେ ଟିକେ ରଖିପାରିଲି, ନା ମାଆର ଶେଷ ଇଚ୍ଛା ପୂରଣ କରିପାରିଲି, ନା ମାଆର ଶେଷ ସମୟରେ ତା ପାଖରେ ରହିପାରିଲି। କିଛି ବି କରିପାରିଲିନି। ଭଗବାନ କରନ୍ତୁ ଏମିତି କାହା ଜୀବନରେ ନ ଆସୁ। ସେ ମହାପ୍ରଭୁ କାଳିଆ ଶାନ୍ତଙ୍କ କୃପାରୁ ସମସ୍ତେ ଖୁସିରେ ଥାଆନ୍ତୁ, ସମସ୍ତେ ଭଲରେ ଥାଆନ୍ତୁ। ନମସ୍କାର। ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଶ୍ରୀ ଜଗନ୍ନାଥ।